ଖରାଦିନ ଖରାବେଳେ ଖରାଦିନ ଖରାବେଳେ ବାପା ଶୋଇଗଲା ପରେ ମୁଁ ବାହାରି ଯାଏ ତାଙ୍କ ସାଇକେଲକୁ ନେଇ ଗାଁ ଦାଣ୍ଡକୁ। ପ୍ରଥମେ ଏକ ପାଦିଆ, ଗୋଡ଼ଗଳା, ରୋଳା ଏବଂ ତାପରେ ସିଟ୍। ସାଇକେଲର ପଛକୁ ଧରି ବିଶ୍ୱାସ ଜମେଇଥିବା ସାଙ୍ଗ ହଠାତ୍ ସାଇକେଲକୁ ଛାଡ଼ିଦିଏ। ବିଶ୍ୱାସ ଭାଙ୍ଗିଲେ ସମସ୍ତେ ପର ହୁଅନ୍ତି। ବିଶ୍ୱାସ ଭାଙ୍ଗିଲେ ସମସ୍ତେ ପର ହୁଅନ୍ତି, କିନ୍ତୁ ଏଇ ବିଶ୍ୱାସ ଭାଙ୍ଗି ସେ ମୋତେ ଶିଖେଇ ଦେଇଥିଲା ସାଇକେଲ ଚଲେଇବା। ଯେଉଁଦିନ ମୁଁ ସାଇକେଲ ସମ୍ପୂର୍ଣ୍ଣ ରୂପରେ ଶିଖି ସିଟ୍ରେ ବସିଲି, ମୋତେ ଲାଗିଲା ଯେମିତି ମୁଁ ରତ୍ନଗିରିର ଶିଖରରେ ବସିଛି। ସାଇକେଲର ଘଣ୍ଟି ବଜେଇ ସମସ୍ତଙ୍କୁ ଦେଖେଇ ଦଉଛି, ଦେଖରେ ମୁଁ ବି ସାଇକେଲ ଶିଖିଛି, ଦେଖରେ ମୁଁ ବି ସାଇକେଲ ଶିଖିଛି। କେତେ ଥର ପଡ଼ିଛି, କେତେ ଥର ପଡ଼ିଛି, ଆଣ୍ଠୁ ଛିଡ଼ିଲା, ହାତ ଭାଙ୍ଗିଲା। ଏ ସାଇକେଲ ଶିଖିବା ଏକ କଳା ନୁହେଁ, ଏକ ସାଧନା ଥିଲା। ଏ ସାଇକେଲ ଶିଖିବା ଏକ କଳା ନୁହେଁ, ସାଧନା ଥିଲା।